ମୁଁ ଆସି ଗଡ଼ବାଣୀ କିଲୋ ମୁଁ ପହଞ୍ଚିଛି ଆମ ଗାଁ ଜଙ୍ଗଲରେ ଏକ ରାସ୍ତା ଅଛି। ସେ ରାସ୍ତା ଦେଇକିରି ଗୌରପାଟଣାରୁ ଗଡ଼ବାଣୀ କିଲୋ ଏ 4 କିଲୋମିଟର ରାସ୍ତାରୁ ପ୍ରାୟ 2.5 କିଲୋମିଟର ହେଉଛି ଜଙ୍ଗଲ ରିଜର୍ଭ ଫରେଷ୍ଟ। ଏ ବଣି ବେଲବଣିକୁ କୁହାଯାଉଥିଲା। ଏଇ ଜଙ୍ଗଲର ବହୁ ପରମ୍ପରା ରହିଛି। 100 ବର୍ଷ ପୂର୍ବେ ଏଠି ଗଡ଼ବାଣୀର ଲୋକମାନେ ଯେତେବେଳେ ଗୌରପାଟଣା ଯାଆନ୍ତି ରାସ୍ତା ସେତେବେଳେ ନଥିଲା, କିଛି ବି ରାସ୍ତା ନଥିଲା, ଖାଲି ଜଙ୍ଗଲ। ଜଙ୍ଗଲରେ କେମିତି ଯିବେ? ବାଘ ଭାଲୁ ବହୁ ସଂଖ୍ୟାରେ ଥାଆନ୍ତି। ଲୋକମାନେ ଦଳବଦ୍ଧ ହେଇକିରି ବା 3-4 ଜଣ ଅସ୍ତ୍ର ଶସ୍ତ୍ର ଧରିକିରି ସେ ଜଙ୍ଗଲ ଲଟି ଭିତରେ ପଶିକିରି ଆସ୍ତେ ଆସ୍ତେ ଯାଆନ୍ତି। ସବୁ ବୁଦା ଭିତରେ ପଶିକି ଯାଆନ୍ତି। ଏଇଭଳି ଅବସ୍ଥା ଥିଲା ଏ ଜଙ୍ଗଲର। ସେ ଅବସ୍ଥା ନାହିଁ। ତେବେ ଯେହେତୁ ଏକ ରିଜର୍ଭ ଫରେଷ୍ଟ, ଇଏ ଗଡ଼ବାଣୀ କିଲୋ ମୌଜା, ଏପଟେ ମୌଜା, ଗିରିଧରପୁର, ସାନପଥୁରିଆ, ନୀଳପଲ୍ଲୀ ଏବଂ ସାନ କିଲୋ ଆମ୍ବଝର ସବୁ ଗାଁକୁ ସ୍ପର୍ଶ କରିଛି ଏ ଜଙ୍ଗଲ। ଏ ଜଙ୍ଗଲ ଏକ ବଡ଼ ଜଙ୍ଗଲ ଏବଂ ଏଇ ଜଙ୍ଗଲର ବିଶେଷତ୍ୱ ହେଉଛି ଏଠି ଲୋକମାନେ ଜଙ୍ଗଲକୁ ସଂରକ୍ଷଣ କରୁଛନ୍ତି। ଯଦିଓ ରିଜର୍ଭ ଫରେଷ୍ଟ ଯୋଗୁଁ ଜଣେ ଫରେଷ୍ଟ ଗାର୍ଡ଼ ଏଠାରେ ଅଛନ୍ତି, ସେ ଆଉ ପରବର୍ତ୍ତୀ ସମୟ ରହିଲେନି। ଯେତେବେଳେ ଗାଁ ସେ ଦାୟିତ୍ୱ ନେଇଗଲା, ଗାଁର ଲୋକମାନେ ତାକୁ ଜଗିଲେ, ପାଳିକରି ଜଗୁଥିଲେ। ପରବର୍ତ୍ତୀ ସମୟରେ ଗାଁର ଲୋକମାନେ ସେ 2 ଜଣ ଲୋକକୁ ନିଯୁକ୍ତି ଦେଇକରି ସେ ଜଙ୍ଗଲ ଜଗିଲେ। ତେବେ ନିଯୁକ୍ତି କାହିଁକି ଦେଲେ ଏବଂ ସେଥିପାଇଁ ପଇସା ଆସିବ କେଉଁଠୁ? ଏ ଜଙ୍ଗଲରେ ବହୁ ପରିମାଣରେ ଅଛି ମହୁଲ ଗଛ, ମହୁଲ ଫୁଲ, ମହୁଲ ଫଳ। ତାକୁ ଗ୍ରାମବାସୀ ସଂଗ୍ରହ କରନ୍ତି, ତାକୁ ବିକ୍ରି କରନ୍ତି। ପାଳି କରିକି ଯିଏ ମହୁଲ ଫଳକୁ ଆଣିକି ରଖିବ, 4 ଭାଗରୁ ସେ 3 ଭାଗ ନେବ, ଭାଗରେ ହେବ କୋଠରେ। ପରବର୍ତ୍ତୀ ସମୟରେ ସେ ଯେଉଁ କୋଠରେ ଥିବା ମହୁଲ ତା ବିକ୍ରି ହେବ ଏବଂ ସେଥିରୁ ପଇସା ମିଳିବ। ଗଛରେ ବହୁ ପରିମାଣରେ ଥାଏ ପିଆଶାଳ ଗଛ, ଅସନ ଗଛ ଏବଂ ଏଇ ଯେଉଁ ବିଭିନ୍ନ ଯେଉଁ ଦାମୀ ଦାମୀ ଗଛ ଥାଏ, ସେ ଗଛ ଶୁଖିଗଲେ ତା କେହି ନେବେନି। ସେ ଗଛକୁ ନିଲାମ କରିକିରି ବିକ୍ରି ହେବ। ସେଇ ପଇସାରୁ ଗାଁ ଜଙ୍ଗଲ ଯେଉଁ ଜଗୁଆଳି ଦିଅଣ ଅଛନ୍ତି ତାଙ୍କୁ ପଇସା ଦିଆଯାଏ। ଆମ ଗାଁ ଲୋକ କେହି ଜଙ୍ଗଲରୁ ମାନେ କାଠ ଫାଠ ଚୋରି କରନ୍ତି ନାହିଁ, ଯେହେତୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟ ଗାଁ ଲୋକମାନଙ୍କ ମଧ୍ୟ ଭୟ ଥାଏ ଏ ଜଙ୍ଗଲରୁ କିଛି ଚୋରି କରିବା ପାଇଁ। ଏବେ ବି ଏଇ ଜଙ୍ଗଲରେ ବହୁ ସଂଖ୍ୟାରେ ବାର୍ହା ଅଛି, କୋଟରା ଅଛି ଏବଂ ଏବେ ମୟୂର ବହୁ ସଂଖ୍ୟାରେ ବଢ଼ିଯାଇଛନ୍ତି। କିନ୍ତୁ ମୟୂର ପ୍ରତି କେହି ମାନେ ଆକ୍ରମଣ କରୁନାହାନ୍ତି। ସେ ମୟୂର ସଂଖ୍ୟା ବହୁ ସଂଖ୍ୟାରେ ବଢ଼ିଯାଇଛି। ବାର୍ହା ମାନେ ବହୁ ସଂଖ୍ୟାରେ ବଢ଼ିଯାଇଛନ୍ତି, ଫସଲ ନଷ୍ଟ ବି କରୁଛନ୍ତି। ତେବେ ଗ୍ରାମବାସୀଙ୍କର ଜଙ୍ଗଲଟା ହେଉଛି ତାଙ୍କର ଜୀବନ। ଏ ସମ୍ପର୍କରେ ତାମିଲନାଡ଼ୁର ଗୋଟେ NGO ସେ ଆସିଥିଲେ, ଏ ସର୍ଭେ କରିଥିଲା। ଭାରତର 8ଟି ଜାଗା ସର୍ଭେ କରିଛି। ତା ଭିତରେ ଓଡ଼ିଶାର ଗୋଟିଏ ଜାଗା ଗଡ଼ବାଣୀ କିଲୋ, ଯେ ଲୋକମାନେ କିଭଳି ମିଳିତ ଭାବରେ ଏ ଫରେଷ୍ଟକୁ ସଂରକ୍ଷଣ କରୁଛନ୍ତି। ସେ ଏକ ବିଶଦ ଭାବରେ 37 ପୃଷ୍ଠାର ଗୋଟେ ଥେସିସ୍ ଲେଖିଛନ୍ତି। ତା ଇଣ୍ଟରନେଟ୍ରେ ଆଭେଲେବୁଲ୍। ଏଣୁ ଏ ଜଙ୍ଗଲ ସମ୍ପର୍କରେ ବହୁତ କିଛି ରହିଛି। ଲୋକମାନଙ୍କର ପ୍ରଚେଷ୍ଟା ଯୋଗୁଁ ଜଙ୍ଗଲ ଆଜି ସୁରକ୍ଷା ହୋଇପାରିଛି। ଜଙ୍ଗଲ ଆମର ଜୀବନ। ଏଣୁ ଜଙ୍ଗଲକୁ ଲୋକମାନେ ମର୍ମେ ଅନୁଭବ କରୁଥିବାରୁ ଗଡ଼ବାଣୀ ଗ୍ରାମବାସୀ ଏ ଜଙ୍ଗଲର ସୁରକ୍ଷା କରିପାରିଛନ୍ତି। ସେଥିପାଇଁ ଆମେ ନିଶ୍ଚିତ ଭାବରେ ଖୁସି ଅଛୁ ଏବଂ ଏଇ ଜଙ୍ଗଲ ପାଇଁ ଆମେ ଯେତିକି ଖୁସି, ପ୍ରତ୍ୟେକ ଗାଁର ଲୋକ ନିଜ ଗାଁରେ ଯେଉଁ ଜଙ୍ଗଲ ସବୁ ଅଛି ତା ସୁରକ୍ଷା ପାଇଁ ମଧ୍ୟ ଧ୍ୟାନ ଦେବା ଦରକାର। ପାଖରେ ଗୋଟେ ଗାଁ ଅଛି ଗିରିଧରପୁର, ସେଠି ଲୋକମାନେ ସେ ଜଙ୍ଗଲ ଜଗିଛନ୍ତି। ସେ ଜଙ୍ଗଲରେ ବହୁ ସଂଖ୍ୟାରେ ରହିଛି ଅଁଳା ଗଛ, ତାପରେ ଖଇରପଲ୍ଲୀ, ବାଦଭୂଇଁ, ବିଭିନ୍ନ ଗାଁରେ ମଧ୍ୟ ଜଙ୍ଗଲ ସୁରକ୍ଷା ଦିଆଯାଇଛି। ନରସିଂହପୁରରେ ଯେଉଁ ଜଙ୍ଗଲ ଅଛି କେବଳ ମହୁଲକୁ ଗାଁ ଲୋକ ଜଗନ୍ତି। ମହୁଲରୁ ଫଳ ଫୁଲ ମିଳେ। ଫୁଲରୁ ତ ଆପଣ ଜାଣିଛନ୍ତି ବିଭିନ୍ନ ପ୍ରକାର ପିଠା ଜାତୀୟ ଖାଦ୍ୟ କରାଯାଇପାରୁଛି। ଫୁଲରୁ ମାଦକ ଦ୍ରବ୍ୟ ମଧ୍ୟ କରାଯାଇପାରୁଛି। ଆଉ ଫଳରୁ ତ ତେଲ ବାହାରୁଛି।
ତାକୁ ଟୋଲ ତଲେ ବି କହନ୍ତି। ତେବେ ସେ ଯାହା ହେଉ ଆମ ଜଙ୍ଗଲର ସୁରକ୍ଷା ପାଇଁ ଆମେ ସମସ୍ତେ ଅଞ୍ଚଳବାସୀ ଆଜି ଚେଷ୍ଟିତ। ଜଙ୍ଗଲ ରହିଲେ ମଣିଷ ଜୀବନ ରହିବ। ଏବଂ ଆମେ ଯେତେବେଳେ ଗାଁରେ ବୁଲୁ ମଝିରେ ମଝିରେ ଜଙ୍ଗଲ ବୁଲି ଆସୁ, ବହୁ ପରିମାଣରେ ଅକ୍ସିଜେନ୍ ମିଳେ। ଆମେ ଭାରି ଖୁସି ହେଉ, ପବନରେ ଆସେ, ମାନେ ମନ ଉତ୍ଫୁଲ୍ଲ ହୋଇଯାଏ ଏ ଜଙ୍ଗଲ ଭିତରେ ବୁଲିଲେ। ଆଉ ସହରରେ ରହିଲେ ବି ଗାଁକୁ ଆସିକି ଜଙ୍ଗଲରେ ବୁଲିବା ପାଇଁ ଆମ ସଦାବେଳେ ପ୍ରବଳ ଆକାଂକ୍ଷା ଥାଏ। ଆଉ ଏ ଗାଁରେ ଯେତେ ଆମ୍ବ ଗଛ ଅଛି ଜଙ୍ଗଲରେ, ଏ ଆମ୍ବ ଗଛର ଫଳ ବା ଆମ୍ବ ଫଳ ତାକୁ କେହି ଲୋକ ବ୍ୟକ୍ତିଗତ ଭାବରେ ନେଇପାରିବନି। ତାକୁ ଆଗରୁ ବଣ୍ଟା ଯାଇଥାଏ। କେଉଁ ଗଛ କିଏ ଜଗିବ? ଯେତେବେଳେ ଆମ୍ବ କଷି ଧରେ ସେହି ସମୟରେ ଗାଁ ଲୋକ ବସନ୍ତି ଏବଂ କେଉଁ ଗଛରେ କେତେ କେତେ ଆମ୍ବ ହେଇଛି ତାକୁ ଆନୁମାନିକ ଭାବରେ କେତେ ବୋଝ ହେବ ଆନୁମାନିକ ଭାବରେ ସ୍ଥିର କଲା ପରେ ସବୁ ପରିବାର ଧରିକିରି ଆଉ ଗାଁର ସାହି ଧରିକିରି ସେ ଗଛ ସବୁ ବଣ୍ଟାଯାଏ। ଆମ୍ବ ଫଳ ପାଆନ୍ତି, ମହୁଲ ଫଳ ପାଆନ୍ତି, ଶୁଖିଲା କାଠ ତା ମଧ୍ୟ ନିଲାମ ହୁଏ, ତା ମଧ୍ୟ ପାଆନ୍ତି। ଏବଂ ଲୋକଙ୍କର ଜାଳେଣୀ ପାଇଁ ଲୋକମାନଙ୍କୁ 2 ଥର ବର୍ଷକ ଭିତରେ ଶୁଖିଲା କାଠ ନେବା ପାଇଁ ଅନୁମତି ଦିଆଯାଏ। ସେଇଦିନ ଲୋକ ବସିକିରି କେଉଁ ଜଙ୍ଗଲରୁ କେଉଁ ଲୋକ ନେବେ ତା ମଧ୍ୟ ସ୍ଥିର ହୋଇଥାଏ। ତେବେ ଏଇ ଯେଉଁ ଜଙ୍ଗଲ ପରିଚାଳନାଟା ଗଡ଼ବାଇନକିଲ ଯେଭଳି ଦୃଢ଼ ରହିଛି, ସେଥିପାଇଁ ଗ୍ରାମବାସୀ ଖୁସି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରଶଂସାପତ୍ର ଆସିଛି ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ଆଜିର ସମାଜରେ ତାହା ହିଁ ଆମର ଏକ ଦାୟିତ୍ୱ ବୋଲି ମନେ କରାଯାଉ।